ହିଁ କରିବାର ଥିଲା ଯେହେତु ଆମର ନବୀନ ପଟ୍ଟନାୟକ ଯେତେବେଳେ ଥିଲେ ମୁଖ୍ୟମନ୍ତ୍ରୀ ସେତେବେଳେ ମହିଳା ବା ମିଶନ ଶକ୍ତି ଉପରେ ବହୁତ କାର୍ଯ୍ୟ ସେ କରୁଥିଲେ ମହିଳା ଭୋଟ ଗୁଡ଼ାକୁ ନିଜ ହାତରେ ରଖିବା ପାଇଁ ବା ମହିଳା ସଶକ୍ତିକରଣ ପାଇଁ। ତ ଏମାନେ ବି ମହିଳାମାନଙ୍କ ଯେହେତୁ ଓଡ଼ିଶାରେ ମହିଳା ଭୋଟର ସଂଖ୍ୟା ବହୁତ ଅଧିକ ତ ମହିଳା ଭୋଟରଙ୍କୁ ହାତକୁ ଆଣିବା ପାଇଁ ହେଲେ ଏମିତି କିଛି ଯଦି ଆମେ ଡାଇରେକ୍ଟ ତାଙ୍କୁ କିଛି ଅର୍ଥ ଯୋଗାଇ ଦେଉଛେ 5,000 ଲେଖେ ଦେଉଛେ ବା କିଛି ବି ଦେଉଛେ ସେତେବେଳେ ଲୋକ ପୁରା ଖୁସି ଆକାଉଣ୍ଟ ଯେତେବେଳେ ପଇସା ଆସୁଛି ଯେତେବେଳେ ଦେଖିବୁ ଲୋକମାନେ କେଉଁ ଭଳିଆ ବ୍ୟାଙ୍କରେ କେଉଁ ଭଳିଆ ଲମ୍ବା ଲାଇନ୍ ଲାଗୁଛି ସୁଭଦ୍ରା ପଇସା ଯେତେବେଳେ ଆସିଥିବ ଠିକ୍ ଅଛି। ତ ଇଏ ଗୋଟେ ଯୋଜନା ଥିଲା ଯେଉଁଥିରେ ଆମକୁ କ'ଣ ମିଳିବ ବର୍ଷକୁ 10,000 ଟଙ୍କା ମିଳିବ 2ଟା କିସ୍ତିରେ ମିଳିବ ଆଉ ଯେଉଁ 2ଟା କିସ୍ତିରେ ମିଳିବ ଏମିତି ହେଇକି 5 ବର୍ଷ ଯାଏଁ ତୁମକୁ 25,000 ଟଙ୍କା ଲେଖେ ମିଳିବ। ଆଉ ଗୋଟେ ପରିବାରରେ ଗୋଟେ ଏଲିଜିବୁଲ୍ ସ୍ତ୍ରୀ ଲୋକ ହେଇଥାଇପାରେ ବା ଗୋଟେ ସ୍ତ୍ରୀ ଲୋକକୁ ମିଳିପାରେ ଜଣେ ମହିଳାଙ୍କୁ ମିଳିପାରେ 2 ଜଣ ମହିଳାଙ୍କୁ ମିଳିପାରେ ଜଏଣ୍ଟ ଫ୍ୟାମିଲିରେ 2-3 ଜଣଙ୍କୁ ମିଳିପାରେ ହେଲା। ତ ଏଇଭଳି ଭାବରେ ଆମର ପ୍ଲାନ୍ ହେଇଥିଲା ଏଇ ବଜେଟଟା। ତାପରେ ଆଉ ଗୋଟେ ଯେଉଁ ବଜେଟ୍ ରହିଥିଲା ବା ଆଉ ଗୋଟେ ଯେଉଁ ଯୋଜନା ରହିଥିଲା କ'ଣ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଯେଉଁଟା ମୋତେ ୟାର ବି କିଛି ମେରିଟ୍ସ ରହିଛି ଡିମେରିଟ୍ସ କିଛି ରହିଛି ତ ଆମେ ବେଶୀ କାହାକୁ ସମାଲୋଚନା କରିବାନି ଡିମେରିଟ୍ସ କରିବାନି। ତ ୟା ଦେହରେ କଥା ହେଇଥିଲା କ'ଣ ଯେଉଁ ଆର୍ଥିକ ଭାବରେ ଯେଉଁମାନେ ସବୁ ଟିକେ ଅନଗ୍ରସର ଲୋକମାନେ ଅଛନ୍ତି ବା ଯେଉଁ ଝିଅମାନଙ୍କ ବାହାଘର ବେଳେ ଦେଖିଥିବେ ଆମମାନେ କେତେ ବାପା ମାଆ ମାନେ କଷ୍ଟ କରନ୍ତି ତ ସେମାନଙ୍କୁ କ'ଣ ମିଳିବ 60,000 ଟଙ୍କା ଲେଖେ ସରକାର ପ୍ରଦାନ କରିବେ। କେତେ ଦେବେ 60,000 ଟଙ୍କା ଲେଖେ ସେମାନେ ଦେବେ। ଆଉ 60,000 କାହାକୁ କାହାକୁ ଦେବେ ପିଲେ ପାଖାପାଖି କେମିତି ବାଣ୍ଟି ଦେଇଥିଲେ ସେମାନେ ନା 45,000 ଟଙ୍କା ସେ କ'ଣ କରିବେ ଡାଇରେକ୍ଟଲି ଆପଣଙ୍କ ଆକାଉଣ୍ଟକୁ ପଠାଇ ଦେବେ। ତା ବାଦ 10,000 ସେ କ'ଣ କରିବେ ନା କିଛି ଯେଉଁ ଟ୍ରାଡିସନାଲ କିଟ୍ ଗୁଡ଼ା ଯେଉଁ ଆମର ଯେଉଁ ପାଉଜି ହେଉ ବା କିଛି ଗହଣା ଫଣା ଏଇସବୁ ଜିନିଷରେ ଖର୍ଚ୍ଚ କରିବେ। ଆଉ 5,000 ଟଙ୍କା ସେ କ'ଣ କରିବେ ତୁମକୁ ଦେବେ ଆଉ 10,000 ଟଙ୍କାରେ ସେ ତୁମକୁ ଦେବେ ହେଉଛି ଏ ଗହଣା ଫଣା 5,000 ଟଙ୍କା ଅଲଗା ପଟେ ଦେବେ। ଏମିତି ହେଇକି ତୁମକୁ ଟୋଟାଲ୍ ମାନେ 45, 10 ଆଉ 5 ହେଇକି ଟୋଟାଲ୍ କେତେ ଟଙ୍କା ଦିଆହେବ 60,000 ଟଙ୍କା ଦିଆହେବ ଠିକ୍ ଅଛି।